ବର୍ଷା ଆସିବେ ଶ୍ୱଶୁରଙ୍କ ଶୁଦ୍ଧକ୍ରିୟା କର୍ମ କରିବେ। ହଁ ଦର୍ଶକ ବନ୍ଧୁ, ଅନୁଭବ ମହାନ୍ତି ହେଉଛନ୍ତି ବଡ଼ ପୁଅ ଆଉ ବର୍ଷା ପ୍ରିୟଦର୍ଶିନୀ ହେଉଛନ୍ତି ବଡ଼ ବୋହୂ। ଏହି ଶୁଦ୍ଧକ୍ରିୟା କର୍ମରେ ବଡ଼ ପୁଅ ଆଉ ବଡ଼ ବୋହୂଙ୍କ ଲୋଡ଼ା ପଡ଼ିଥିବାରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଆସିବେ ଏବଂ ଶ୍ୱଶୁରଙ୍କୁ ଶୁଦ୍ଧକ୍ରିୟା କରିବା ପାଇଁ ତ ଆପଣମାନେ ଜାଣନ୍ତି। ଏହା ଭିତରେ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତିଙ୍କୁ ମୃତ୍ୟୁକୁ 4 ଦିନ ହେଲାଣି। ଆଜି ବି ବାପାଙ୍କୁ ମନେ ପକାଇ ଝୁରୁଛନ୍ତି ଅନୁଭବ ମହାନ୍ତି, ଭୋ ଭୋ ହୋଇ କାନ୍ଦୁଛନ୍ତି। ସେ ତାଙ୍କ ବାପାଙ୍କୁ ବହୁତ ଭଲ ପାଉଥିଲେ। ବାପାଙ୍କ ରୁମ୍କୁ ପଶିଲା ବେଳକୁ ବାପାଙ୍କ କଥା ମନେ ପଡ଼ୁଛି। ଅନୁଭବ ମହାନ୍ତି ବାହୁନି ବାହୁନି କାନ୍ଦି କାନ୍ଦି କହୁଛନ୍ତି, ମୋ ବାପା ସିନା ମୋତେ ଛାଡ଼ି ଚାଲି ଯାଇଛନ୍ତି, କିନ୍ତୁ ସେ ମୋ ପାଖରେ ଅଛନ୍ତି। ଅଭୟ ମହାନ୍ତି ଅନୁଭବଙ୍କ ବାପା ସମସ୍ତଙ୍କୁ ବହୁତ ଭଲ ପାଉଥାନ୍ତି ଆଉ ବହୁତ ସମ୍ମାନ କରନ୍ତି। ତାଙ୍କର ଏଭଳି ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। କିଛି ସମୟ ପାଇଁ ସମସ୍ତେ ହତବାକ୍ ହୋଇ ପଡ଼ିଛନ୍ତି ଆଉ କହିଲେ, ଏମିତି କେମିତି ହୋଇଗଲା? ତାଙ୍କୁ ସମସ୍ତେ ବହୁତ ଭଲ ପାଉଥିଲେ। ଆଉ ବର୍ଷା ଯେଉଁ ଘରେ ଏତେ ବର୍ଷ ଦିନ କାଟିଛନ୍ତି, ତାଙ୍କ ଶ୍ୱଶୁରଙ୍କଠାରୁ ସ୍ନେହ ଶ୍ରଦ୍ଧା ପାଇଛନ୍ତି, ଯାହାଙ୍କ ସେବା କରିଛନ୍ତି, ସେ ଶ୍ୱଶୁରଙ୍କ ମୃତ୍ୟୁ ପରେ ବର୍ତ୍ତମାନ କଥା ଉଠିଛି, ବର୍ଷା କାହିଁକି ଆସିଲେନି ଶ୍ୱଶୁରଙ୍କୁ ଶେଷଥର ପାଇଁ ଦେଖା କରିବା ପାଇଁ। ତେବେ ଅନୁଭବ ବର୍ଷାଙ୍କ ବିବାଦ ପରେ ତାଙ୍କର ସବୁକିଛି ସମାଧାନ ହୋଇଯାଇଥିଲା। ଛାଡ଼ପତ୍ର ମଧ୍ୟରେ ତେବେ ଦୁହେଁ ପରସ୍ପରଠାରୁ ଦୂରେଇ ଯାଇଛନ୍ତି। ହୁଏତ ସେଥିପାଇଁ ବର୍ଷା ନ ଆସିଥିଲେ ଶ୍ୱଶୁରଙ୍କ ମୃତ୍ୟୁ ପରେ। ଆଉ ଏହି କାରଣ ଯୋଗୁଁ ବର୍ଷାଙ୍କୁ ବହୁତ ଟ୍ରୋଲ୍ ହେବାକୁ ମଧ୍ୟ ପଡ଼ିଛି। ଆଉ ଏହି ସମୟରେ ଏକ ଫଟୋ ବେଶ୍ ଭାଇରାଲ୍ ହେଉଛି। ଲୋକେ କହୁଛନ୍ତି, ବହୁତ କିଛି କଥା ଶୁଣିବା ପରେ ବର୍ଷା ଅନୁଭବଙ୍କ ଘରକୁ ଯାଇଛନ୍ତି ଅନୁଭବଙ୍କୁ ସାନ୍ତ୍ୱନା ଦେବା ପାଇଁ। ଆଉ ସେ ସମୟରେ ଅନୁଭବ ବର୍ଷାଙ୍କୁ ଜାବୁଡ଼ି ଧରି କାନ୍ଦିଛନ୍ତି। କୋହ ଭରା କଣ୍ଠରେ ବାପା ବାପା କହି ଚିତ୍କାର କରୁଛନ୍ତି, ତମେ ଗଲା ପରେ ମୋର ସବୁକିଛି ଚାଲିଯାଇଛି। ତେବେ ଦର୍ଶକ ବନ୍ଧୁ, ଏହି ଫଟୋକୁ ଦେଖିବା ପରେ ଲୋକେ ଏପରି କଥା ଭାବୁଛନ୍ତି, କିନ୍ତୁ ପ୍ରକୃତରେ ଏଭଳି କିଛି କଥା ହୋଇନାହିଁ। ସୂଚନାଯୋଗ୍ୟ, ବର୍ଷା ପ୍ରିୟଦର୍ଶିନୀ ବର୍ତ୍ତମାନ ସୁଦ୍ଧା ଅନୁଭବ ମହାନ୍ତିଙ୍କ ଘରକୁ ଆସିନାହାନ୍ତି। ଧନ୍ୟବାଦ। ଭିଡ଼ିଓ ଆଜି ପାଇଁ ଏତିକି। ଯଦି ଆପଣଙ୍କୁ ଆମ ଭିଡ଼ିଓ ଭଲ ଲାଗେ ତେବେ ଭିଡ଼ିଓଟିକୁ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ, କମେଣ୍ଟ କରିବେ ଏବଂ ସାଙ୍ଗମାନଙ୍କ ସହିତ ସେୟାର କରିବେ।